ହଇରେ ମୂର୍ଖ ବେଲଜିଆ। ମୋ ଅନ୍ନ ଧ୍ୱଂସ କରିବା ଛାଡ଼ିଦେଲେ ଆଉ ଅନ୍ୟ କୌଣସି କାମ ଆସୁଛି ତତେ? କେଜାଣି କୋଉ ଜନ୍ମରେ କୋଉ ପାପ କରିଥିଲି ଯେ ଏଇଟା ପରି ଗୋଟିଏ କୁଳାଙ୍ଗାର ପୁଅଟିଏ ପାଇଛି। ଛୋଟବେଳେ ଯେବେ ପାଣି କୁଣ୍ଡରେ ପଡ଼ିଯାଇଥିଲୁ ମରିଯାଇନଥାନ୍ତେ ହେଲେ। ତୋ ପାଇଁ ଆଜି ମୋତେ ଏତେ କଥା ଶୁଣିବାକୁ ପଡ଼ନ୍ତାନି। ରାଗ ଉତ୍ପତ୍ତ ହୋଇ ସାନ ପୁଅ କାଳୁକୁ ଗାଳି କରୁଥାନ୍ତି ନିରଞ୍ଜନ ବାବୁ। ହେଲେ ଏତେ କଟୁ କଥା? ହଁ, କହିବେନି ବା କ'ଣ ପାଇଁ? କାଳୁ ସବୁ ବର୍ଷ ଭଳି ସେଇ ବର୍ଷ ମଧ୍ୟ ପରୀକ୍ଷାରେ ବିଫଳ ହୋଇଥିଲା। ପୁଣି ଶିକ୍ଷକ ମଧ୍ୟ ନିରଞ୍ଜନ ବାବୁକୁ ବିଦ୍ୟାଳୟକୁ ଡାକି ସମସ୍ତଙ୍କ ଆଗରେ କାଳୁର ପାଠପଢ଼ାକୁ ନେଇ ବାର କଥା ଶୁଣାଇଥିଲେ। ଆଉ ନିରଞ୍ଜନ ବାବୁ ହେଲେ ଭାରି ପ୍ରତିଷ୍ଠା ପରାୟଣ ବ୍ୟକ୍ତି। ସେ ସର୍ବଦା ନିଜ ଖ୍ୟାତି, ସମ୍ମାନ ଓ ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦେବା ଲୋକ। ଗାଁରେ ତାଙ୍କର ଭାରି ନାଁ। ପ୍ରତିଟି ଲୋକ ତାଙ୍କୁ ଖୁବ୍ ସମ୍ମାନ ଦିଅନ୍ତି। ଆଉ ଯେତେବେଳେ କାଳୁ ପାଇଁ ତାଙ୍କ ମାନ ସମ୍ମାନ ହାନି ହୋଇଥିଲା, ସେ କେମିତି ସେଇ କଥା ସହିପାରିଥାନ୍ତେ? ସେଥିପାଇଁ ଅନେକ ସମୟରେ କାଳୁକୁ ନାନା କଥା କହି ଗାଳି କରିବା ସାଙ୍ଗେ ସାଙ୍ଗେ ବହୁତ ମାଡ଼ ମଧ୍ୟ ମାରନ୍ତି। କିନ୍ତୁ କାଳୁ ସବୁଥର ଭଳି ସେଇଥର ମଧ୍ୟ ଗୋଟିଏ ଜାଗାରେ ମୁଣ୍ଡ ନୁଆଁଇ ଚୁପ୍ ହୋଇ ଛିଡ଼ା ହୋଇ ବାପାଙ୍କର ସବୁ ଗାଳି ଶୁଣୁଥାଏ। କାରଣ ତାକୁ ତା ମା ପରା ଶିଖେଇଛି ଯେ ବଡ଼ ବା ଗୁରୁଜନ କହିଲା ବେଳେ କେବେ ପାଟି ଖୋଲିବୁ ନାହିଁ। ବଡ଼ ଲୋକ ଯାହା ବି କହିବେ, ଭଲ ଲାଗୁ କି ନ ଲାଗୁ ସବୁ ଚୁପଚାପ ଶୁଣି ନେବୁ। କିନ୍ତୁ କେବେ ଜବାବ ଦେବୁ ନାହିଁ କି ଯୁକ୍ତି କରିବୁ ନାହିଁ। ଆଉ ଇଏ ତ ପୁଣି ବାପା, ସେ କେମିତି ତା ପାଟି ଖୋଲିଥାନ୍ତା? ନିରଞ୍ଜନ ବାବୁଙ୍କ ପରିବାର ବୋଇଲେ ସ୍ତ୍ରୀ ଉର୍ମିଳା, ବଡ଼ ପୁଅ ରାଜା ଓ ସାନ ପୁଅ କାଳୁକୁ ନେଇ ଚାରି ପ୍ରାଣୀଙ୍କ ସଂସାର। ତେଲ ଲୁଣର ସଂସାର ବେଶ୍ ଭଲରେ ଚାଲିଥାଏ। ବଡ଼ ପୁଅ ରାଜା ପାଠପଢ଼ାରେ ଅତ୍ୟନ୍ତ ଉତ୍କୃଷ୍ଟ। ସବୁବେଳେ ଶ୍ରେଣୀରେ ପ୍ରଥମ ହୁଏ। ଦଶମ ଶ୍ରେଣୀରେ ମଧ୍ୟ ସର୍ବାଧିକ ଅଙ୍କ ରଖି ପୁରା ଗାଁରେ ପ୍ରଥମ ହୋଇଥିଲା। ସେଥିପାଇଁ ନିରଞ୍ଜନ ବାବୁ ବଡ଼ ପୁଅ ରାଜାର ବୈଜ୍ଞାନିକ ହେବାର ସ୍ୱପ୍ନ ସାକାର କରିବା ପାଇଁ କୌଣସି ଦିଗରେ ଟିକେ ହେଲେ ଅବହେଳା କରୁନଥିଲେ। ରାଜା ଯେତେବେଳେ ଯାହା କହିଲା, ନିରଞ୍ଜନ ବାବୁ ସବୁ ଆଣି ତା ହାତରେ ଧରେଇ ଦିଅନ୍ତି। ଆଉ ଖାଲି ପାଠପଢ଼ା ବୋଲି ନୁହେଁ, ସାଠରେ ମଧ୍ୟ ଭାରି ଭଲ ଥିଲା ରାଜା। ବିଭିନ୍ନ ବକ୍ତୃତା ପ୍ରତିଯୋଗିତାରେ ବିଜୟୀ ହୋଇ ଅନେକ ପୁରସ୍କାର ମଧ୍ୟ ପାଏ ସିଏ। ସେଥିପାଇଁ ରାଜା ବାପାଙ୍କର ଭାରି ପ୍ରିୟ। ମା ବାପାଙ୍କ ଛଡ଼ା ଶିକ୍ଷକ ଶିକ୍ଷୟିତ୍ରୀ, ଗାଁ ଲୋକେ ସମସ୍ତେ ତା ଉପରେ ଭାରି ଖୁସି। ହେଲେ ଅନ୍ୟପଟେ କାଳୁ ନା ପାଠପଢ଼ାରେ ଭଲ ନା ସାଠରେ ଭଲ। ପାଠ ଶାଠ ସବୁଥରେ ସେ ଶୂନ। ପାଠ କଥା କହିଲା ମାତ୍ରେ ତାକୁ ଯେମିତି ଜ୍ୱର ମାଡ଼ି ବସେ। ସେଥିପାଇଁ 3 ବର୍ଷ ହେଲା ଗୋଟିଏ ଶ୍ରେଣୀରେ ଏକା ପଢ଼ୁଥାଏ। ବାପାଙ୍କ ଠାରୁ ନୀତି ଯାହା ମାଡ଼ ଗାଳି ଖାଏ, ପୁଣି ତା ସାଙ୍ଗକୁ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାଡ଼ଗାଳି ମଧ୍ୟ ଖାଏ। ଆତ୍ମସମ୍ମାନ ବା ଇଜ୍ଜତ ବୋଲି ତାର କିଛି ନଥାଏ। ଏମିତିକି ଗାଁର ତାଠାରୁ 7 ସାନ ପିଲା ମଧ୍ୟ ତାକୁ ଗଧ, ମୂର୍ଖ, କୂପ, ମଣ୍ଡୁକ ଆଦି ନାମରେ ଡାକି ବହୁତ ଠଟ୍ଟା ମଧ୍ୟ କରିଥାନ୍ତି। ହେଲେ କାଳୁ କେବେ ହେଲେ ଏତେ କଥା ଶୁଣିଲା ପରେ ମଧ୍ୟ ରାଗିଯାଇ କୌଣସି ପ୍ରତିକ୍ରିୟା ରଖେ ନାହିଁ। ବାସ୍ ଟିକେ ହସି ଦେଇ ସେଠାରୁ ଚାଲି ଆସେ। କହିବାକୁ ଗଲେ ସେ ସମସ୍ତଙ୍କ ପାଇଁ ଅପ୍ରିୟ ଓ ଅଲୋଡ଼ା। କେବଳ ତା ମାଆକୁ ଛାଡ଼ିକି। ତାର ଯଦି ଇଜ୍ଜତ ବୋଲି କୌଣସି ଜିନିଷ ଥିଲା, ସେଇଟା ତା ମାଆର ପଣତ ତଳେ ଏକା। କାରଣ ଗୋଟିଏ ମା ପାଇଁ ତା ପିଲା ସବୁଠାରୁ ଶ୍ରେଷ୍ଠ। ତେଣିକି ସେ ପିଲା ଭଲ ହେଉ ଅବା ଖରାପ, ସେମିତିରେ ବି କଥାରେ ନାହିଁ, ମା ସେଇ ପିଲାକୁ ବେଶୀ ଭଲ ପାଏ, ବେଶୀ ଯତ୍ନ ନିଏ ଯିଏ ଦୁଷ୍ଟ, ଚଗଲା ଓ ଅମାନିଆ। କାରଣ ସେ ବେଶ୍ ଜାଣେ ତା ଛଡ଼ା ତା ପିଲାକୁ ଆଉ କେହି ସେତିକି ସ୍ନେହ ଆଦର କରିବେ ନାହିଁ। ଏହା ସତ ଯେ ପାଠ ଶାଠରେ କାଳୁ ଥିଲା କାଳିଦାସ। ହେଲେ ଏହା ମଧ୍ୟ ସତ ଯେ ସମାଜରେ ଗୋଟିଏ ଭଲ ମଣିଷ ହେବାର ସମସ୍ତ ଗୁଣ ଭରି ହୋଇ ରହିଥିଲା କାଳୁ ଭିତରେ। ବହିରେ ପଢ଼ା ହୋଇଥିବା ଗଣିତ, ଇଂରାଜୀ, ଇତିହାସ, ଭୂଗୋଳ, ବିଜ୍ଞାନ ଆଦି ଜିନିଷ ସିନା ତା ମୁଣ୍ଡକୁ ଉପରୁ ପଳେଇଯାଏ, କିନ୍ତୁ ତାକୁ ତା ମା ଉର୍ମିଳା ଦେଇଥିବା ନୀତିଶିକ୍ଷା ତଥା ଗୋଟିଏ ଭଲ ମଣିଷଟିଏ ହେବାର ଶିକ୍ଷା ତା ମୁଣ୍ଡରେ ଠିକ୍ ପଶୁଥିଲା ଓ ଚିରଦିନ ପାଇଁ ମନେ ମଧ୍ୟ ରହୁଥିଲା। କାଳୁ ଭବିଷ୍ୟତରେ ବଡ଼ ଚାକିରିଟିଏ କରି ବଡ଼ ମଣିଷଟିଏ ହେଇପାରିବ କି ନାହିଁ ତା ମାଆକୁ ତାହା ଜଣା ନଥିଲା। ହେଲେ କାଳୁ ଯେ ଭବିଷ୍ୟତରେ ବଡ଼ ହୋଇ ଗୋଟିଏ ବହୁତ ଭଲ ମଣିଷଟିଏ ନିଶ୍ଚିନ୍ତ ଭାବରେ ହେବ, ସେଇଟା ତା ମାଆଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା। ସେଥିପାଇଁ ଅନେକ ସମୟରେ ନିରଞ୍ଜନ ବାବୁ କାଳୁକୁ ଅନେକ ଅପଶବ୍ଦ କହି ଗାଳି କଲାବେଳେ ବି ବା ବାଡ଼େଇଲା ବେଳେ ବି ଯେବେ କାଳୁ ଆଖିରୁ ଲୁହର ନଈ ବୋହିଯାଏ, ଉର୍ମିଳା ସହି ନପାରି କାଳୁକୁ ନିଜ ପାଖକୁ ଭିଡ଼ି ଆଣି ନିଜ ବୁକୁରେ ଜାବୁଡ଼ି ଧରି ବହୁତ ଅଶ୍ରୁ ଝରାନ୍ତି ଓ ଆକଟ କରି କୁହନ୍ତି, କାହିଁକି ଏମିତି ନିର୍ଦ୍ଦୟ ହେଇ ପିଲାଟାକୁ ମାରୁଛ ଓ ଏତେ କଥା କହୁଛ? ସିଏ ଏବେ ପିଲା ଅଛି, ଯେବେ ବଡ଼ ହେବ ଦେଖିବ, ସିଏ ବଡ଼ ମଣିଷଟିଏ ହେଉ କି ନ ହେଉ ଭଲ ମଣିଷଟିଏ ନିଶ୍ଚିନ୍ତ ହେବ।
ହେଲେ ନିରଞ୍ଜନ ବାବୁ ସବୁବେଳେ ପତ୍ନୀ ଉର୍ମିଳାଙ୍କ କଥାକୁ ଏଇଆ କହି ପ୍ରତ୍ୟାଖ୍ୟାନ କରିଦିଅନ୍ତି ଯେ ଏଇଟା ଯଦି ମଣିଷ ହେବ ତେବେ ମଣିଷ ଗୁଡ଼ାକ ସବୁ ମଶାଣିକୁ ଯିବେ ହେରି। ନିରଞ୍ଜନ ବାବୁ ବଡ଼ ପୁଅ ରାଜୁକୁ ଯେତିକି ପସନ୍ଦ କରୁଥିଲେ ଓ ଭଲ ପାଉଥିଲେ ସେତିକି ସାନ ପୁଅ କାଳକୁ ଆଦୌ କରୁନଥିଲେ। ରାଜାକୁ ନିରଞ୍ଜନ ବାବୁ ଖୁବ୍ ସ୍ନେହରେ ଡାକନ୍ତି, ହେଲେ କାଳୁକୁ ସବୁବେଳେ ମୂର୍ଖ, ଅଲାଜୁକିଆ, ନିର୍ବୁଦ୍ଧିଆ ଆଦି ନାମ ଧରି ଡାକନ୍ତି। ନିଇତି ଖାଇଲା ବେଳେ ରାଜାକୁ ପାଖରେ ଧରି ବସି ଖୁଆନ୍ତି, ଆଉ ଥରେ ଥରେ ନିଜ ହାତରେ ଖୁଆଇ ମଧ୍ୟ ଦିଅନ୍ତି। ହେଲେ କାଳୁକୁ ନିଜ ହାତରେ ଖୁଆଇବା ତ ଦୂରର କଥା, ପାଖରେ ଧରି ମଧ୍ୟ ଟିକେ ବସନ୍ତି ନାହିଁ। ପୂଜା ପର୍ବାଣୀରେ ରାଜା ପାଇଁ ସବୁବେଳେ ନୂଆ ପୋଷାକ ଆଣନ୍ତି, ହେଲେ କାଳୁ ପାଇଁ କେବେ କେମିତି। ଉର୍ମିଳା କିଛି ପଚାରିଲେ ନିରଞ୍ଜନ ବାବୁ କୁହନ୍ତି, ରାଜାର ଥରେ ଅଧେ ପିନ୍ଧା ପୋଷାକ ବହୁତ ଅଛି, ଯାହା ଏବେ ତାକୁ ଛୋଟ ହେଲାଣି, ସେଥିରୁ ଯାହା ହେଲେ ଗୋଟେ ପିନ୍ଧେଇ ଦିଅ। ସେମିତିରେ ବି ଇଏ ଏମିତି କ'ଣ ତାଡ଼ି ପକେଇଛି ଯେ ଟଙ୍କା ଖର୍ଚ୍ଚ କରି ଏଇଟା ପାଇଁ ପ୍ରତ୍ୟେକ ଥର ନୂଆ ପୋଷାକ ଆଣିବି। ଥରଟିଏ ଦଶହରାରେ ନିରଞ୍ଜନ ବାବୁ ଦୋକାନରୁ ସମସ୍ତଙ୍କ ପାଇଁ ନୂଆ ପୋଷାକ କିଣି ଆଣିଥାନ୍ତି। କାଳୁ ଖୁସି ହୋଇ ସେଇ ବ୍ୟାଗରେ ତା ପାଇଁ ମଧ୍ୟ ନୂଆ ପୋଷାକ ଥିବ ବୋଲି ଭାବି ଅଣ୍ଡାଳିବାରୁ ଦେଖିଲା ବ୍ୟାଗ୍ ଭିତରେ ଗୋଟିଏ ବଡ଼ ନୂଆ ସାର୍ଟ, ନୂଆ ଶାଢ଼ୀ ଓ ଗୋଟିଏ ଜିନ୍ସ ପ୍ୟାଣ୍ଟ ଗଞ୍ଜି। ଜିନ୍ସ ଓ ଗଞ୍ଜି ତାର ନା ଭାଇର ବୋଲି ଭାବିଲା ଭିତରେ ନିରଞ୍ଜନ ବାବୁ ତା ହାତରୁ ଛଡ଼େଇ ନେଇ ରାଜା ହାତକୁ ବଢ଼େଇ ଦେଇ କୁହନ୍ତି, ଏଇଟା ତୋ ପାଇଁ ନୁହେଁରେ କୁଳାଙ୍ଗାର, ଏଇଟା ମୋ ଗେହ୍ଲା ରାଜା ପାଇଁ। ଏତିକି ଶୁଣି ଗୋଟିଏ ମଉଳା ଫୁଲ ପରି କାଳୁର ମୁହଁ ମଉଳିଯାଏ। ବାପା ପ୍ରାୟତଃ ଯୋଉ ଜିନିଷ ଆଣିଲେ ତାକୁ ନ ଦେଇ ଭାଇକୁ ସବୁ ଦିଅନ୍ତି ବୋଲି ମା କୋଳରେ ଯାଇ ବହୁତ କାନ୍ଦେ, ହେଲେ ମା ଯେମିତି ଟିକେ ବୁଝେଇ ଦେଇ ଗେଲ କରିଦିଏ, ସିଏ ତୁନି ହୋଇଯାଏ। କାଳୁ ମନରେ କଷ୍ଟ ନ ହେଉ ବୋଲି ଉର୍ମିଳା ଲୁଚେଇ ଚୋରେଇ ପାଖରେ ରଖିଥିବା ପଇସାରେ ସବୁବେଳେ କାଳୁ ପାଇଁ ପୋଷାକ ହଳେ କରିଦିଅନ୍ତି। ମା ହିଁ ତାର ଦୁନିଆ ଥିଲା କହିଲେ ଚଳେ। ଉର୍ମିଳା ଖାଲି କାଳୁ ବୋଲି ନୁହଁ, ରାଜାକୁ ମଧ୍ୟ ସେତିକି ଭଲ ପାଆନ୍ତି। ଦୁହିଁଙ୍କୁ ସେ ସମାନ ଭାବରେ ତାଙ୍କ ପଣତ ତଳେ ଜାଗା ଦିଅନ୍ତି, ଦୁହିଁଙ୍କ ପାଇଁ ସମାନ ଭାବରେ ବାଢ଼ି ଦିଅନ୍ତି। ହେଲେ ବଡ଼ ଭାଇ ରାଜା ଠିକ୍ ବାପାଙ୍କ ଭଳି ତାକୁ ଉପେକ୍ଷା କରେ, ସତେ ଯେମିତି ତାକୁ ବାହାରୁ କୋଉଠୁ ଗୋଟେଇକି ଅଣାଯାଇଛି, ଆଉ ସିଏ ତା ଭାଇ ନୁହଁ। ହେଲେ ଏତେ ସବୁ ପରେ ମଧ୍ୟ କାଳୁ ମନରେ କେବେ ହେଲେ ବାପା କି ବଡ଼ ଭାଇ ରାଜା ପ୍ରତି କେବେ କୌଣସି ଖରାପ ଭାବନା ଆସିନଥାଏ। ଯେହେତୁ ମା ତାକୁ ବୁଝେଇ ଦିଏ ଯେ ବାପା ତା ଭଲ ଚାହାନ୍ତି ବୋଲି ତାକୁ ଗାଳି କରନ୍ତି, ସିଏ ମା ଭଳି ତା ବାପାଙ୍କୁ ମଧ୍ୟ ବହୁତ ଭଲ ପାଏ, ହେଲେ ଡରରେ କେବେ ପାଖକୁ ଯାଏ ନାହିଁ। ସତରେ କାଳୁର ହୃଦୟଟି ଥିଲା ଧଳା କାଗଜ ଠାରୁ ମଧ୍ୟ ଅଧିକ ସଫା। ଛଳ, କପଟ, ହିଂସା ଭଳି ଜିନିଷ ତା ପାଖରେ ଆଦୌ ନଥାଏ। 18 ଉଲାରୁ ପଟେ ହେଲେ ମଧ୍ୟ ମା ଦେଇଥିବା ଶିକ୍ଷା ଅନୁଯାୟୀ ପିଲାରୁ ନେଇ ବୁଢ଼ା ଯାଏ ସମସ୍ତଙ୍କୁ ଖୁବ୍ ସମ୍ମାନ ଦିଏ। ବାଟରେ କୌଣସି ବୟସ୍କ ବ୍ୟକ୍ତି କିଛି ବୋହିକି ନେବାର ଦେଖିଲେ ହାତରୁ ଛଡ଼େଇ ନେଇ ନିଜେ ବୋହି ଘର ଯାଏଁ ଛାଡ଼ି ଆସେ। ଶିକ୍ଷକ ଶିକ୍ଷୟିତ୍ରୀ ଯେତେ ଯାହା କହିଲେ ବି ମୋଟେ ପାଟି ଖୋଲେନି, ଆଉ ଯେଉଁଠି ରାସ୍ତାଘାଟରେ ଦେଖିଲା ମାତ୍ରେ ଶ୍ରଦ୍ଧାର ସହିତ ଯାଇ ପାଦ ଛୁଇଁ ପ୍ରଣାମ କରେ। ହେଲେ ଏତେ ଭଲ ହେଲେ କ'ଣ ହେବ? ତାକୁ କ'ଣ ତା ବାପା ନିରଞ୍ଜନ ବାବୁ ଓ ଆମର ଏଇ ସମାଜ ଯିଏ ପାଠୁଆ ଅପାଠୁଆ କହି ରକ୍ତ ମାଂସରେ ଗଢ଼ା ମଣିଷଙ୍କୁ ଦୁଇଟି ଭିନ୍ନ ନଜରରେ ଦେଖେ, ସିଏ କ'ଣ ତାକୁ ଯୋଗ୍ୟ ବିବେଚିତ କରିବେ? ନା ତାକୁ ପାଠୁଆଙ୍କ ଭଳି ଆପଣେଇ ନେଇ ସେତିକି ମାନ ସମ୍ମାନ ଦେବେ? ଏମିତି ଅହରହ ସୁଖ ଦୁଃଖର ନଈ ଭିତରେ ସମୟ ତାଳରେ ତାଳ ଦେଇ ଭାସି ଚାଲେ ନିରଞ୍ଜନ ବାବୁଙ୍କ ଜୀବନ। ଦିନ ପରେ ଦିନ ବିତି ଚାଲେ, ଆଉ ଅବୟସର ଅପରାହ୍ନରେ ଆସି ପହଞ୍ଚିଥାନ୍ତି ନିରଞ୍ଜନ ବାବୁ ଓ ତାଙ୍କ ପତ୍ନୀ ଉର୍ମିଳା। ପ୍ରାୟ 60ଟି ଶ୍ରାବଣ ଆସି ଫେରି ଯାଇଥାଏ ଦୁହିଁଙ୍କୁ, ଆଉ ଅନେକ କିଛି ବଦଳିବା ସାଙ୍ଗେ ସାଙ୍ଗେ ନୂତନତାର ସ୍ପର୍ଶ ପାଇ ଯାଇଥାଏ ଏତିକି ଭିତରେ। ସେତେବେଳକୁ ଆମେରିକାରେ ପାଠପଢ଼ା ସାରି ବଡ଼ ପୁଅ ରାଜା ନିଜ ସ୍ୱପ୍ନର ଚାକିରି ଅର୍ଥାତ୍ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥାଏ। ବର୍ଷକୁ କୋଉ ଥରେ ଅଧେ ଗାଁକୁ ଆସେ, ଆଉ ଯେବେ ଗାଁକୁ ଆସେ ତାକୁ ଗାଁଟି 2 ଦିନରୁ ଅଧିକ ହେଇଗଲେ ଆଉ ମୋଟେ ଭଲ ଲାଗେ ନାହିଁ। ଗାଁରେ ଆମେରିକା ଭଳି ପିଜା, ବର୍ଗର, ପାସ୍ତା ଆଦି ଖାଇବା ଜିନିଷ ମିଳେନି ବୋଲି ଆମେରିକାକୁ ଭାରି ଟେକେ। ଆଉ କୁଆଡ଼େ ଗାଁକୁ ଆସିଲେ ତା ଦେହ ଖରାପ ହେଇଯାଏ। ଗାଁର ମାଟି ସଡ଼କରେ ଚାଲିଲେ, ପୋଖରୀରେ ଗାଧେଇଲେ, ପୋଡ଼ାପୋଡ଼ି ଖାଇଲେ ତାକୁ ଇନଫେକ୍ସନ୍ ହେଇଯାଏ ବୋଲି କହେ। ଗାଁକୁ ଆସିଲେ କାହାକୁ ମୁଣ୍ଡିଆଟିଏ ମାରେନି କି କୋଉ ବୁଢ଼ାବୁଢ଼ୀ ଗୁରୁଜନଙ୍କ ସହ ପଦେ କଥା ହୁଏନି, ସେମିତି ଘରଟା ଭିତରେ ପଡ଼ି ରୁହେ। ହଁ, ଏଇ ଗାଁର ମଳିମୁଣ୍ଡିଆ ଲୋକଙ୍କୁ କାହିଁକି ବା ସେ ମୁଣ୍ଡିଆ ମାରିବ?
ଆମେରିକା ଭଳି ଏତେ ବଡ଼ ଦେଶରେ ବୈଜ୍ଞାନିକ ଅଛି ଯେତେବେଳେ ଏଇ ଗାଁର ଶାଗ ପଖାଳ ଖିଆ ଲୋକ କ'ଣ ତା ସମସ୍କନ୍ଦ ହେବେ? ବିଲକୁଲ ନୁହଁ। ମଝିରେ ନିରଞ୍ଜନ ବାବୁ ଓ ଉର୍ମିଳା ପୁଅ ପାଖକୁ ଆମେରିକା ବୁଲି ଯାଇଥିଲେ। ଯିବାର 2 ଦିନ ରାଜାର ସାଙ୍ଗ ସବୁ ଘରକୁ ଆସିଥାନ୍ତି। ସେତିକିବେଳେ ନିରଞ୍ଜନ ବାବୁ ଖାଲି ଦେହରେ ଲୁଙ୍ଗିଟିଏ ପିନ୍ଧି ତା ସାଙ୍ଗମାନଙ୍କ ସାମ୍ନାକୁ ଚାଲି ଆସନ୍ତି। ଆଉ ତା ସାଙ୍ଗମାନଙ୍କ ସହିତ ଟିକେ ଖଣ୍ଡେ ଇଂରାଜୀରେ କଥା ହେଇଯାଆନ୍ତି, ଯେଉଁଥିପାଇଁ ତାକୁ ଭାରି ଲାଜ ମାଡ଼ିଲା। ସେଥିପାଇଁ 5 ଦିନ ପୁଅ ପାଖରେ ଭଲରେ ରହିଥିବେ କି ନାହିଁ ଆଣି ବାପା ମାଆଙ୍କୁ ପୁଣି ଗାଁରେ ଛାଡ଼ିଦେଲା। କହିଲା, ତମେମାନେ ନିପଟ ଗାଉଁଲି ଲୋକ, ଆମେରିକା ଭଳି ବଡ଼ ସହରରେ ତମେମାନେ ଚଳିପାରିବନି, ତମେ ସେଇ ଗାଁରେ ଏକା ଚଳିପାରିବ। କଥାଟି ନିରଞ୍ଜନ ବାବୁଙ୍କୁ ବହୁତ ବାଧିଲା। ହେଲେ କାହାକୁ କିଛି ନ କହି ମୋଡ଼ି ମକଚି ହୋଇ ରହିଗଲେ। ବେଶ କିଛି ଦିନ ପରେ ରାଜା ଆମେରିକାରେ ଗୋଟିଏ ବିଦେଶୀ ଝିଅକୁ ଭଲ ପାଇ ବାହା ହୋଇଗଲା। ବାପା ମାଆଙ୍କ ଆଶୀର୍ବାଦ ମଧ୍ୟ ଟିକେ ନେବା ପାଇଁ ଗାଁକୁ ଆସିଲା ନାହିଁ। ଖାଲି ଫୋନ୍ କରି ଜଣେଇ ଦେଲା ଯେ, ବାପା ବୋଉ, ମୁଁ ଏଇଠି ଗୋଟିଏ ଝିଅକୁ ଭଲ ପାଇ ବାହା ହୋଇଯାଇଛି, ଆଉ ଆମେରିକାର ସ୍ଥାୟୀ ବାସିନ୍ଦା ହୋଇ ରହିବି। କାରଣ ମୋ ସ୍ତ୍ରୀକୁ ଗାଉଁଲି ପରିବେଶ ଓ ଗାଉଁଲି ଲୋକ ଆଦୌ ପସନ୍ଦ ନୁହଁ। ସେ ସହରୀ ଝିଅ, ମୁଁ କିନ୍ତୁ ମଝିରେ ମଝିରେ ନିଶ୍ଚୟ ବୁଲିବାକୁ ଆସିବି। ବାକି ପ୍ରତି ମାସରେ ପଇସା ପଠେଇଦେବି, ତୁମେ ସେଇଠି ଖୁସିରେ ରହିବ, ମୁଁ ବି ଏଇଠି ଖୁସିରେ ଅଛି। ହେଲେ ରାଜା କି ଜାଣିବ ଯେ ବାପା ମା ପିଲାକୁ ନ ଦେଖି କୋଉ ଖୁସିରେ ରହିପାରିବେ। ନିରଞ୍ଜନ ବାବୁ ଓ ଉର୍ମିଳାଙ୍କୁ କଷ୍ଟ ହେଲେ ମଧ୍ୟ ପୁଅ ସର୍ବଦା ଖୁସିରେ ରହୁ ବୋଲି ନିତି ଈଶ୍ୱରଙ୍କୁ ଡାକନ୍ତି, ଆଉ ଚାତକ ଭଳି ଚାହିଁ ରୁହନ୍ତି ପୁଅର ଫେରିବା ବାଟକୁ। ହେଲେ କାଳୁ କୁଆଡ଼େ ଗଲା? କୁଆ ନାହିଁ। ସେ ପରା ଗୋବର ଗଣେଶ, ସିଏ ଭଲା କୁଆଡ଼େ ଯିବ? ସିଏ ତ ମାଟ୍ରିକ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହେଇପାରିଲାନି। ତାକୁ କ'ଣ କେହି ଚାକିରି ଦେଇଥାନ୍ତେ? ମୋଟେ ନୁହଁ। ସିଏ ସେଇ ଗାଁରେ ବାପା ମାଆଙ୍କ ପାଖରେ ରହୁଥିଲା। ଗାଁ ଛକରେ ଗୋଟିଏ ତେଜରାତି ଦୋକାନଟିଏ କରିଥିଲା। ସେଥିରୁ ଯେତିକି ଉପାର୍ଜନ ହେଉଥିଲା ସେଥିରେ ସେ ବେଶ ଖୁସି ଥିଲା। ବାପା ମାଆଙ୍କ ସୁଖ ଦୁଃଖ ସବୁ ବୁଝୁଥିଲା। ଗାଁର ସମସ୍ତ ଲୋକ ତାକୁ ଥଟ୍ଟା ପରିହାସ କରୁଥିଲେ ମଧ୍ୟ ତା ଶିଷ୍ଟାଚାର ଓ ଗୁଣ ପାଇଁ ତା ଉପରେ ସମସ୍ତେ ଖୁସି ଥିଲେ ଓ ସର୍ବଦା ଆଶୀର୍ବାଦ ମଧ୍ୟ ଦଉଥିଲେ। ହେଲେ ସେତେବେଳେ ମଧ୍ୟ କାଳୁ ବାପାଙ୍କ ସ୍ନେହରୁ ବଞ୍ଚିତ ଥିଲା। ନିରଞ୍ଜନ ବାବୁ ହୁଏତ ତା କାଳୁକୁ ଆଉ ଗାଳି କରୁନଥିଲେ କି ମାଡ଼ ମାରୁନଥିଲେ, ଆଉ ମନେ ମନେ ଭଲ ମଧ୍ୟ ପାଉଥିଲେ, କିନ୍ତୁ ସେତେବେଳେ ଯାଏଁ ସେ କେବେ ସ୍ନେହରେ ତା ମୁଣ୍ଡରେ ଟିକେ ହାତ ବୁଲେଇ ନଥିଲେ କି ପାଖରେ ବସେଇ ଖୁଆଇ ନଥିଲେ। ହୁଏତ ସିଏ ଗୋଟିଏ ଭଲ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ, ଯେଉଁଥିପାଇଁ କାଳୁ ସେତେବେଳେ ମଧ୍ୟ ବାପାଙ୍କ ପାଖକୁ ଯିବାର ସାହସ କରୁନଥିଲା। ଦିନକର କଥା, ରାତି ପାଖାପାଖି 1:30 ହେବ। ସମସ୍ତେ ଶୋଇଥାନ୍ତି। ହଠାତ୍ ନିରଞ୍ଜନ ବାବୁ ପାଣି ପିଇବା ପାଇଁ ଉଠନ୍ତି। ଖଟରୁ ଓହ୍ଲେଇ 2 ପାହୁଣ୍ଡ ଆଗକୁ ଆସିଥିବେ କି ହଠାତ୍ କ'ଣ ହେଲା, ଚେତା ଚପଟ ବୁଡ଼ି ଦାଲୁକିନା ବାଡ଼େଇ ହୋଇ ତଳେ ପଡ଼ିଗଲେ। କ'ଣ ହେଲା ବୋଲି ଉର୍ମିଳା କାଳୁକୁ ଡାକ ପକାନ୍ତି। କାଳୁ ଧଡ଼ପଡ଼ ହୋଇ ଉଠିକି ଆସିଲାରୁ ଦେଖିଲା ଚେତା ଚପଟ ବୁଡ଼ି ବାପା ତଳେ ପଡ଼ିଛନ୍ତି। ଯେତେ ଡାକିଲେ ଆଖି ଖୋଲୁନାହାନ୍ତି। ଏତେ ରାତିରେ କ'ଣ କରିବେ, କାହାକୁ ଡାକିବେ, କିଛି ବୁଝିପାରୁନଥାନ୍ତି କାଳୁ ଓ ତା ମା। ଘରଠାରୁ ଡାକ୍ତରଖାନା ମଧ୍ୟ ପାଖାପାଖି 5-6 କିଲୋମିଟର ଦୂରରେ। ପାଖରେ ପଡ଼ିଶା ଘର ଜଣକର ଅଟୋ ଥାଏ। କାଳୁ ଧାଇଁଯାଇ ତାଙ୍କ ଘର କବାଟ ବାଡ଼େଇ ବିକଳ କଣ୍ଠରେ ଡାକ ଛାଡ଼େ, ସପନୀ ଦାଦା, ଟିକେ ବାହାରକୁ ଆସ। ହଠାତ୍ କାହିଁ ବାପା ଚେତା ଚପଟ ବୁଡ଼ି ପଡ଼ିଗଲେ, ଆଉ ଏବେ ଯେତେ ଡାକିଲେ ବି ଆଖି ଖୋଲୁନାହାନ୍ତି। ଟିକେ ତମ ଅଟୋରେ ଡାକ୍ତରଖାନା ନେଇଯିବ? କାଳୁର ବିକଳ ରଡ଼ି ଶୁଣି ସପନୀ ସାଙ୍ଗେ ସାଙ୍ଗେ ନିଦରୁ ଉଠି ତରବର ହୋଇ ଗଞ୍ଜି ଖଣ୍ଡେ ପିନ୍ଧି ନିଜ ଅଟୋ ଧରି ଚାଲି ଆସେ ନିରଞ୍ଜନ ବାବୁଙ୍କ ଘର ସାମ୍ନାକୁ। କାଳୁ ବାପାଙ୍କୁ ଟେକି ଟେକି ଆଣି ଅଟୋରେ ବସାଏ, ଆଉ ମା ପୁଅ ମିଶିକି ନିରଞ୍ଜନ ବାବୁଙ୍କୁ ଧରି ଗାଁ ଡାକ୍ତରଖାନାକୁ ନେଇଯାଆନ୍ତି। ସେଇଠି ଡାକ୍ତର ଚିକିତ୍ସା କଲା ପରେ ମଧ୍ୟ ନିରଞ୍ଜନ ବାବୁଙ୍କ ଚେତା ଫେରିଆସେ। ହେଲେ ବହୁତ ବାଉଳି ଚାଉଳି ହୋଇଥାନ୍ତି। ସେଥିପାଇଁ ଡାକ୍ତର ନିରଞ୍ଜନ ବାବୁଙ୍କୁ ସେଇଠି ପକେଇ ନ ରଖି କଟକ ବଡ଼ ଡାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦିଅନ୍ତି। ରାତାରାତି କାଳୁ ଆଉ ତା ମା ଗୋଟେ ଆମ୍ବୁଲାନ୍ସ ଭଡ଼ା କରି ନିରଞ୍ଜନ ବାବୁଙ୍କୁ କଟକ ବଡ଼ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥାନ୍ତି। ସେଇଠି ଡାକ୍ତର ସମସ୍ତ ପରୀକ୍ଷା ନିରୀକ୍ଷା କରିସାରିଲା ପରେ କାଳୁ ଓ ତା ମାଆଙ୍କୁ କୁହନ୍ତି, ତୁମ ବାପାଙ୍କ ବ୍ରେନ୍ ହେମରେଜ୍ ହେଇଛି, ଯାହାଫଳରେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ରହିଛି। ଯଦି ତୁରନ୍ତ ଅସ୍ତ୍ରୋପଚାର କରାନଯାଏ ତେବେ ତୁମ ବାପାଙ୍କୁ ବଞ୍ଚାଇବା କଷ୍ଟକର ହୋଇଯିବ, ଆଉ ସିଏ ନିଜ
ସ୍ମରଣ ଶକ୍ତି ମଧ୍ୟ ହରେଇ ଦେଇପାରନ୍ତି। ତେବେ ଯାହା ନିଷ୍ପତ୍ତି ନେବା କଥା ଶୀଘ୍ର ନେବେ। ଡାକ୍ତରଙ୍କ ପାଟିରୁ ଏତିକି ଶୁଣିଲା ପରେ କାଳୁ ଓ ତା ମା ପାଦ ତଳୁ ମାଟି ଖସିଗଲା ଯେପରି। ଲାଗିଲା ହଠାତ୍ ଯେମିତି ଦୁଃଖର କଳାବାଦଲରେ ଘୋଡ଼େଇ ହୋଇ ତାଙ୍କ ଚାରିଦିଗ ଅନ୍ଧାର ହୋଇଗଲା। ଉର୍ମିଳା ସାଙ୍ଗେ ସାଙ୍ଗେ ବ୍ୟାଗ୍ରୁ ଫୋନ୍ କାଢ଼ି ବଡ଼ ପୁଅ ରାଜୁକୁ ଫୋନ୍ କରନ୍ତି। ଏଇ ଆଶାରେ ଯେ ହୁଏତ ବାପାର ଦେହ ଏତେ ସାଂଘାତିକ ହେଇଛି ବୋଲି ଶୁଣିଲେ ପୁଅ ଆମେରିକାରୁ ଧାଇଁ ଆସିବ। କାଳୁ ତ ମୂର୍ଖ, ସେ କ'ଣ ଜାଣିବ ଡାକ୍ତର କ'ଣ କହୁଛନ୍ତି କ'ଣ ନାହିଁ। ହେଲେ ବଡ଼ ପୁଅ ରାଜା ଗୋଟେ ବୈଜ୍ଞାନିକ। ସିଏ ଡାକ୍ତରଙ୍କ ସବୁ କଥା ବୁଝିପାରିବ ଓ ଜାଣିପାରିବ। ହେଲେ ଦୁଇଥର ଲଗାତାର ଫୋନ୍ କଲା ପରେ ମଧ୍ୟ ଉର୍ମିଳାଙ୍କ ରାଜା ସହିତ ସମ୍ପର୍କ ହୋଇପାରୁନଥାଏ। ତୃତୀୟ ଚେଷ୍ଟାରେ ରାଜା ଫୋନ୍ ଉଠାଏ। ଉର୍ମିଳା କିଛି କହିବା ଆଗରୁ ଏକା ରାଜା ବିରକ୍ତ ହୋଇ ମା'କୁ କୁହେ, ଓ ଟିକେ ଶାନ୍ତିରେ ଶୁଆଇ ଦବୁନି କି ବୋଉ ମତେ? ତତେ କେତେଥର କହିଛି ଭାରତରେ ଯେତେବେଳେ ଦିନ, ଏଇଠି ଆମେରିକାରେ ସେତେବେଳେ ରାତି। ତଥାପି ତୁ ସବୁବେଳେ ମୋତେ ମୂର୍ଖଙ୍କ ଲାଖେ ରାତି ଅଧରେ ଏକା ଫୋନ୍ କରିବୁ। ଏବେ କହ ବେଗେ କ'ଣ ପାଇଁ ଫୋନ୍ କରିଥିଲୁ? ଉର୍ମିଳାଙ୍କୁ ପୁଅର କଥା ସବୁ ଖୁବ୍ ବାଧେ। ତଥାପି ବିସ୍ଫୋରୁଦ୍ଧ କଣ୍ଠରେ ସିଏ ରାଜୁକୁ ସବୁ କଥା କୁହନ୍ତି। ଏଇଆ ଭାବି ଯେ ହୁଏତ ପୁଅ ଶୁଣିଲା ମାତ୍ରେ ପାଖକୁ ଧାଇଁ ଆସିବ। ହେଲେ ରାଜା ରୋକ୍‌ଠୋକ୍ କହିଦେଲା, ବୋଉ ତୁ ଭୁଲି ଯାଉଛୁ କି ମୁଁ ଗୋଟିଏ ବୈଜ୍ଞାନିକ ବୋଲି। ମୋର ଏଇଠି ଅନେକ କାମ। ତୁ ଡାକିଲା ମାତ୍ରେ ମୁଁ କେମିତି ଧାଇଁ ଯିବି? ଆଉ ଏବେ ସାଙ୍ଗେ ସାଙ୍ଗେ ମୋତେ ଛୁଟି ମଧ୍ୟ ମିଳିବନି। ତୁ ମାମୁଁଙ୍କୁ ତୋ ପାଖକୁ ଡାକି ବାପାଙ୍କ ଅପରେସନ୍ କରେଇ ଦିଏ। ମାମୁଁ ଡାକ୍ତର ଯାହା କହିବ ସବୁ ବୁଝିବେ। ଆଉ ଯଦି ପଇସା ପତ୍ର ଦରକାର ହୁଏ କହିବୁ, ମୁଁ ସାଙ୍ଗେ ସାଙ୍ଗେ ପଠେଇ ଦେବି। ମୁଁ ଆର ମାସ ଆଡ଼କୁ ଯିବି, ହେଲା, ରହୁଛି। ପୁଅ ରାଜାର କଥା ଶୁଣି ଉର୍ମିଳାଙ୍କ ଆଖିରୁ ବୋହି ଚାଲିଥାଏ ଅସରନ୍ତି ଲୁହର ନଈ। ହେଲେ କାହାକୁ କହିବେ ନିଜ ଦୁଃଖ? ଯେ ଇଏ ସେଇ ପୁଅ ଯାହାକୁ ନିରଞ୍ଜନ ବାବୁ ନିଜ ଜମିବାଡ଼ି ବିକି ପାଠ ପଢ଼େଇ ଏତେ ବଡ଼ ମଣିଷଟିଏ କରିଛନ୍ତି। ଇଏ ସେଇ ପୁଅ ଯାହା ପାଇଁ ନିରଞ୍ଜନ ବାବୁ ନିଜ ଭାଗରେ ମଧ୍ୟ ନ ଖାଇ ସାଇତି ରଖୁଥିଲେ ପୁଅ ଖାଇବ ବୋଲି। ହଁ, ଏ ସେଇ ପୁଅ ଯାହାକୁ ନିରଞ୍ଜନ ବାବୁ ସବୁଠାରୁ ବେଶୀ ଆଦର କରୁଥିଲେ ଆଉ ଭାବୁଥିଲେ ଇଏ ହେବ ବୃଦ୍ଧ କାଳର ତାଙ୍କ ଅନ୍ଧର ଲହୁଡ଼ି। କଥାରେ ଅଛି, ଅଜାଗା ଘା ଦେଖେଇ ହୁଏନି। ପରେ ପରେ ନିରଞ୍ଜନ ବାବୁଙ୍କ ସଫଳ ଅସ୍ତ୍ରୋପଚାର ହୋଇଥିଲା। ପ୍ରାୟ 7 ଦିନ ଖଣ୍ଡେ ନିରଞ୍ଜନ ବାବୁ ଡାକ୍ତରଖାନାରେ ରହିଲେ। କାଳୁ ବାପାଙ୍କ ସାମ୍ନାକୁ ଯାଇନଥାଏ ସତ, ହେଲେ ବାପାଙ୍କ ଦେହ କେମିତି ଅଛି ବୋଲି ଡାକ୍ତରଙ୍କୁ ଦିନକୁ 4 ଥର ପଚାରୁଥାଏ। ବାପା କ'ଣ ଖାଇବେ କ'ଣ ନାହିଁ ସବୁର ବରାବର ଖବର ରଖେ। ନିତି ସକାଳେ ଗାଧେଇ ପାଧେଇ ମନ୍ଦିର ଯାଏ ଭଗବାନଙ୍କ ପାଖରେ ବାପାଙ୍କ ଆଶୁ ଆରୋଗ୍ୟ ପ୍ରାର୍ଥନା କରିବାକୁ। ଆଉ 7 ଦିନ ପରେ ନିରଞ୍ଜନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରନ୍ତି। ଘରକୁ ଫେରିଲା ପରେ ଦିନେ କାଳୁ ଘରେ ନଥିଲା ବେଳେ ଉର୍ମିଳା ବସି ନିରଞ୍ଜନ ବାବୁଙ୍କୁ ଦେହ ଖରାପ ହେବାରୁ ଭଲ ହେବା ଭିତରେ ଯାହା ହୋଇଥାଏ ସବୁ କଥା ଗୋଟି ଗୋଟି କରି କୁହନ୍ତି। କେମିତି କାଳୁ ତାଙ୍କୁ ନିଜ ହାତରେ ଟେକିକି ନବା ଆଣିବା କରେ, କେମିତି ବାପା ଶୀଘ୍ର ଭଲ ହୋଇଯିବେ ବୋଲି ନିଇତି ମନ୍ଦିର ଯାଏ, କେମିତି ରାତି ରାତି ମୁଣ୍ଡ ପାଖରେ ଅନିଦ୍ରା ହୋଇ ଜଗି ବସେ ଓ ଆହୁରି ଅନେକ କିଛି। ଆଉ ତା ସାଙ୍ଗେ ସାଙ୍ଗେ ରାଜା କହିଥିବା କଥାଗୁଡ଼ିକ ମଧ୍ୟ। ପତ୍ନୀଙ୍କ ପାଖରୁ ସବୁ କଥା ଶୁଣି ନିରଞ୍ଜନ ବାବୁଙ୍କୁ ଆଖି ଛଳଛଳ ହୋଇଯାଏ। ମନେ ମନେ ନିଜକୁ ଖୁବ୍ ଗାଳି କରନ୍ତି ଓ ପିଲାଦିନୁ କାଳୁକୁ 12 କଥା କହି ଗାଳି କହିବା ହଉ ତାକୁ ରାଜା ଭଳି ସେତିକି ସ୍ନେହ ନ କରିଥିବାରୁ ନିଜକୁ ବାପା ବୋଲି ଧିକ୍କାର କରନ୍ତି। ଉର୍ମିଳାଙ୍କୁ କ'ଣ କହିବେ କ'ଣ ନାହିଁ କିଛି ବୁଝିପାରୁନଥାନ୍ତି। କିଛି ମୁହୂର୍ତ୍ତ ଚୁପ୍ ହୋଇ ବସିଲା ପରେ ଗାମୁଛାରେ ଲୁହ ପୋଛି ଦେଇ ଗୋଟିଏ ବଡ଼ ନିଶ୍ୱାସଟିଏ ମାରନ୍ତି। ଆଉ ପାଣି 2 ଢୋକ ପିଇ କୁହନ୍ତି, ତୁମେ ଠିକ୍ କହିଥିଲ ଉର୍ମିଳା। ମୋ କାଳୁ ବଡ଼ ମଣିଷଟିଏ ହେଇପାରିଲାନି ସତ, କିନ୍ତୁ ବହୁତ ଭଲ ମଣିଷଟିଏ ହୋଇ ନିଶ୍ଚିନ୍ତ ଦେଖେଇଛି। ପିଲାଦିନୁ ଭଲ ପଢ଼ିନି ବୋଲି କେତେ ମାଳ ଗାଳି ଦେଇଛି, ହେଲେ କେବେ ହେଲେ ଆଜି ଯାଏ କୋଳେଇ ନେଇ ସ୍ନେହ ଟିକିଏ କରିନି। ସବୁବେଳେ କାଳୁ ଅପେକ୍ଷା ରାଜୁକୁ ବେଶୀ ଗୁରୁତ୍ୱ ଦେଇଛି, କିନ୍ତୁ ତଥାପି ସିଏ ମୋତେ ବାପା ବୋଲି ଏତେ ଭଲ ପାଏ ମୁଁ ଜାଣିନଥିଲି। ମୁଁ ଯାହାକୁ ନେଇ ଗର୍ବ କରୁଥିଲି, ନାନାଦି ସ୍ୱପ୍ନ ଦେଖୁଥିଲି, ସିଏ ମୋତେ ଦେଖିବାକୁ ଟିକିଏ ଆସିଲାନି। ଅଥଚ ଯାହାକୁ ଆଜି ଭିତରେ କେବେ ହେଲେ କୋଳରେ ଟିକେ ଧରିନି, ସିଏ ରାତି ରାତି ଅନିଦ୍ରା ହୋଇ ଜଗି ବସିଥିଲା। ମୁଁ ମାନୁଛି ମୁଁ ଆଜି ଯାଏ ଗୋଟେ ଭଲ ବାପାଟିଏ ହେଇପାରିଲିନି, ହେଲେ ମୋ କୁଳାଙ୍ଗାର ଦୁନିଆର ସବୁଠାରୁ ଶ୍ରେଷ୍ଠ ପୁଅ ହୋଇ ଦେଖେଇ ଦେଲା ତ, ଆଉ ମୋତେ ଭୁଲ ସାବ୍ୟସ୍ତ କରେଇ ଦେଲା। ତୁମ ପାଖରେ ଓ କାଳୁ ପାଖରେ ହାରିଯାଇ ଆଜି ମୁଁ ବହୁତ ଖୁସି। ଆଜିଠାରୁ ଯେତିକି ଦିନ ଯାଏ ବଞ୍ଚିବି ଚେଷ୍ଟା କରିବି ଗୋଟିଏ ଭଲ ବାପାଟିଏ ହୋଇ ବଞ୍ଚିବା ପାଇଁ। ଆଜି ମୋ କାଳୁ ଘରକୁ ଆସିଲେ ତା ସହିତ କରିଥିବା ଅନ୍ୟାୟ ପାଇଁ ତାକୁ ଭୁଲ ମାଗିବି।
ଯଦି ସିଏ ମୋତେ କ୍ଷମା କରିଦିଏ ତାକୁ କୋଳେଇ ନେଇ ଖୁବ୍ ଆଦର କରିବି ଆଉ ନିଜ ହାତରେ ମଧ୍ୟ ଖୁଆଇ ଦେବି। ସିଏ ପରା ତୁମ ପାଖରେ ସବୁବେଳେ ଅଭିଯୋଗ କରେ ବାପା ଭାଇକୁ ଖୁଆଇ ଦେଉଛନ୍ତି ହେଲେ ତାକୁ ନୁହଁ। ହେଲେ ସିଏ ମୋତେ କ୍ଷମା କରିବ ନା ଉର୍ମିଳା? ଉର୍ମିଳା ନିଜ ଆଖିରୁ ଲୁହ ପୋଛି ଦେଇ ମୁହଁରେ ଗୋଟିଏ ଛୋଟିଆ ହସ ରଖି କୁହନ୍ତି, ସିଏ କ'ଣ ତୁମକୁ କ୍ଷମା କରିବ? ସିଏ କେବେ ତୁମ ଉପରେ ରାଗି ହିଁ ନାହିଁ। ବାସ୍ ତମ ମାଡ଼ଗାଳିକୁ ଡରି ତମଠାରୁ ଦୂରେଇକି ରୁହେ। ବେଳ ବୁଡ଼ି ହୋଇଯାଏ ସନ୍ଧ୍ୟା। ବାହାରେ ଝିପିଝିପିରି ବର୍ଷା ଲାଗି ରହିଥାଏ। ଆକାଶରେ ଜହ୍ନତାରା ମିଶି ବାଦଲ ସାଙ୍ଗ ଲୁଚି ଖେଳ ଖେଳୁଥାନ୍ତି ଆଉ କାଳୁର ଫେରିବା ସମୟ ହୋଇଯାଇଥାଏ। କୌଣସି ହେଲେ ମୁହୂର୍ତ୍ତରେ କାଳୁ ଆସି ଘରେ ପହଞ୍ଚିପାରେ। ସେଥିପାଇଁ ଉର୍ମିଳା ବର୍ଷା ପାଗ ଦେଖି ଗରମ ଗରମ ପକୁଡ଼ି ପ୍ରସ୍ତୁତ କରି ନିରଞ୍ଜନ ବାବୁଙ୍କ ସହ ଉତ୍କଣ୍ଠାର ସହିତ ଚାହିଁ ରହିଥାନ୍ତି କାଳୁର ଫେରିବା ବାଟକୁ। କିନ୍ତୁ ମନକୁ ଆସୁଥିବା ନାନାଦି ମିଶାଗୋଳା ଭାବନା ଓ ପ୍ରଶ୍ନ ଭିତରେ ସାମାନ୍ୟ ବ୍ୟସ୍ତ ଓ ବ୍ୟଗ୍ର ଜଣାପଡ଼ୁଥାନ୍ତି ନିରଞ୍ଜନ ବାବୁ। ହେଲେ ସବୁବେଳେ ମଣିଷ ଯାହା ଚାହେଁ ସେଇଟା ଏକା ଯେ ହେବ ବୋଲି କୌଣସି ମାନେ ନାହିଁ। ନିରଞ୍ଜନ ବାବୁ ସିନା ଚାହିଁ ରହିଥିଲେ କେମିତି କାଳୁ ଘରକୁ ଫେରିଲେ ତା ସହ କରିଥିବା ପାତର ଅନ୍ତର ପାଇଁ କ୍ଷମା ମାଗି ତାକୁ କୋଳେଇ ନେବେ ଆଉ ବହୁତ ସ୍ନେହ କରିବେ ବୋଲି। ହେଲେ ବିଧିର ବିଧାନ ଥିଲା ଭିନ୍ନ। ସେଦିନ କାଳୁ ଦୋକାନ ପାଇଁ କ'ଣ ସବୁ ଜିନିଷ ଆଣିବା ପାଇଁ ମୋଟର ସାଇକେଲ ଧରି ପାଖ ସହରକୁ ଯାଇଥାଏ। ବର୍ଷା ଯୋଗୁଁ ରାସ୍ତା ଓଦା, ଖସଡ଼ା ଓ ଫାଙ୍କା ଥାଏ। ବେଶୀ ଯାନବାହନ ଚଳାଚଳ କରୁନଥାଏ। କାଳୁ ସାମାନ୍ୟ ବେଗରେ ଗାଡ଼ି ଚଳାଇ ଘରକୁ ଫେରୁଥାଏ। ହେଲେ ହଠାତ୍ ପଛପଟୁ ଗୋଟିଏ ମାଲବାହୀ ଟ୍ରକ୍ ଖୁବ୍ ବେଗରେ ଆସି କାଳୁକୁ ଧକ୍କା ଦେବାରୁ କାଳୁ ନିଜ ଗାଡ଼ିରୁ ଛିଟିକି 10 ମିଟର ଦୂରରେ ପଡ଼େ ଆଉ ମୁଣ୍ଡରେ ଗଭୀର ଆଘାତ ପହଞ୍ଚିଥିବାରୁ ଘଟଣାସ୍ଥଳରେ ଏକା କାଳୁ ଆରପାରିକୁ ଚାଲିଯାଏ। ପାଖାପାଖି ଥିବା ଲୋକ କିଛି ବୁଝିଲା ଭିତରେ ରକ୍ତର ନଈ ବୋହିଯାଇଥିଲା। ସମୟ ଓ ଜୀବନର ଯୁଦ୍ଧ ମଧ୍ୟରେ ସମୟ ପାଖରେ ହାରିଯାଇଥିଲା ଜୀବନ। କିଛି ସମୟ ମଧ୍ୟରେ ପୋଲିସ ଆସି ପହଞ୍ଚେ ଘଟଣାସ୍ଥଳରେ। ମୃତ୍ୟୁ ହୋଇସାରିଥିବାରୁ ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ସିଧା ଘରକୁ ପଠାଇ ଦିଆଯାଏ। ସନ୍ଧ୍ୟା ପାଖାପାଖି 7:30 ବେଳକୁ ନିରଞ୍ଜନ ବାବୁଙ୍କୁ ଘର ସାମ୍ନାରେ ଆସି ଆମ୍ବୁଲାନ୍ସଟି ଛିଡ଼ା ହୁଏ। ଗାଡ଼ିର ଶବ୍ଦ ଶୁଣି ପୁଅ ଆସିଲା ଭାବି ଗେଟ୍ ଖୋଲିଦେଲା ବେଳକୁ ଦେଖନ୍ତି କାଳୁ ନୁହେଁ ଆମ୍ବୁଲାନ୍ସଟିଏ ଛିଡ଼ା ହୋଇଛି। କିଛି ପଚାରିବା ପୂର୍ବରୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସରୁ ଜଣେ ବ୍ୟକ୍ତି ଓହ୍ଲେଇ ଆସି କାଳୁର ମୃତ୍ୟୁ ଖବର ଦିଅନ୍ତି ଆଉ କାଳୁର ମୃତ ଶରୀରଟିକୁ ଟେକି ଆଣି ନିରଞ୍ଜନ ବାବୁଙ୍କ ପିଣ୍ଡା ଉପରେ ରଖିଦିଅନ୍ତି। କାଳୁର ମର ଶରୀର ଦେଖି ନିରଞ୍ଜନ ବାବୁ ଓ ଉର୍ମିଳା ପୂରାପୂରି ସ୍ତବ୍ଧ ରହିଗଲେ। ସତେ ଯେମିତି ସେମାନେ କୌଣସି ମଣିଷ ନୁହନ୍ତି, ଖଣ୍ଡେ ଖଣ୍ଡେ ନିର୍ଜୀବ ପଥର। କାନ୍ଦ ବୋବାଳିରେ ଫାଟି ପଡ଼େ ନିରଞ୍ଜନ ବାବୁଙ୍କ ଘର। ଗରମ ପକୁଡ଼ି ସେମିତି ରୋଷେଇ ଘରେ ରହି ଥଣ୍ଡା ହୋଇଯାଏ ଆଉ ସବୁଦିନ ପାଇଁ ବାପା ମାଙ୍କ ଆଖିରେ ଲୁହ ଦେଇ ସ୍ମୃତି ପାଲଟିଯାଏ ଅପାଠୁଆ କାଳୁ। ଅପାଠୁଆ ବୋଲି ସବୁବେଳେ ସିନା ବାପାର ସ୍ନେହରୁ ସେ ବଞ୍ଚିତ, ସମସ୍ତଙ୍କ ପାଇଁ ସବୁବେଳେ ଅଲୋଡ଼ା ଆଉ ଏହି ସମାଜ ପାଇଁ ଅଯୋଗ୍ୟ ହୋଇ ରହିଯାଇଥିଲା। କିନ୍ତୁ ତା ମା ପାଇଁ ସେ କୌଣସି ହୀରାଠାରୁ କମ୍ ନଥିଲା। ହୁଏତ ଶେଷରେ ତା ଅନୁପସ୍ଥିତ ତା ବାପା ଓ ପାଠୁଆ ସମାଜର ପ୍ରତିଷ୍ଠିତ ଓ ବୁଦ୍ଧିମାନ ବ୍ୟକ୍ତିଗଣଙ୍କୁ ହୃଦୟଙ୍ଗମ କରାଇ ପାରିଥିଲା ଯେ ଗୋଟିଏ ଅପାଠୁଆ ଜୀବନରେ ହୁଏତ ବଡ଼ ମଣିଷଟିଏ ନ ହୋଇପାରେ କିନ୍ତୁ ଭଲ ମଣିଷଟିଏ ନିଶ୍ଚିନ୍ତ ଭାବେ ହୋଇପାରିବ। ସମାଜକୁ ଗୋଟିଏ ବଡ଼ ଲୋକର ଯେତିକି ଆବଶ୍ୟକ ତାଠାରୁ କାହିଁକି ଅଧିକ ଆବଶ୍ୟକ ଗୋଟିଏ ଭଲ ଲୋକର। ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଶେଷ ନିଶ୍ୱାସ ଯାଏ ନିରଞ୍ଜନ ବାବୁଙ୍କ ମନରେ କାଳୁକୁ କେବେ କୋଳେଇ ନେଇ ଗେଲ ନ କରିବାର, ତା ପାଖରେ ବସି ଟିକେ କଥା ନ ହେବାର, ରାଜା ଭଳି ତା ପାଇଁ ନାନା ଜିନିଷ ନ ଆଣିବାର ଓ ଆହୁରି ଅନେକ ଜିନିଷର ଅଫସୋସ ରହିଗଲା, ଯାହା ତାଙ୍କୁ ଅନେକ ସମୟରେ ବେଳ ଅବେଳରେ ବାଧ୍ୟ କରାଇ ଦିଏ କାନ୍ଦିବା ପାଇଁ ଆଉ ମନେ ପକାଇ ଦିଏ ସେ କେବେ ହେଲେ ଗୋଟିଏ ଭଲ ବାପା ହୋଇପାରିଲେନି ବୋଲି। ସାଙ୍ଗମାନେ, এই କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ଦୟାକରି ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।